ବନ୍ୟା ବିପର୍ଯ୍ୟସ୍ତଙ୍କ ପାଇଁ ସହାୟତାର ହାତ ବଢ଼ାଇଲେ ସମାଜସେବୀ ଓ ଶିଳ୍ପପତି ରାମଚନ୍ଦ୍ର ବେହେରା। ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତି ଯୋଗୁଁ ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅନେକ ପରିବାର ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି। ଅନେକ ଗାଁ ଜଳମଗ୍ନ ହୋଇଥିବା ବେଳେ ଲୋକମାନେ ଖାଦ୍ୟ, ବସ୍ତ୍ର ଓ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀର ଅଭାବ ଭୋଗୁଛନ୍ତି। ଏହିଭଳି କଠିନ ସମୟରେ ବିଷ୍ଣୁପୁର ପଞ୍ଚାୟତର ବିଶିଷ୍ଟ ସମାଜସେବୀ ଓ ଶିଳ୍ପପତି ଶ୍ରୀ ରାମଚନ୍ଦ୍ର ବେହେରା ମାନବିକତାର ପରିଚୟ ଦେଇ ବନ୍ୟା ବିପର୍ଯ୍ୟସ୍ତଙ୍କ ପାଖରେ ପହଞ୍ଚି ସହାୟତାର ହାତ ବଢ଼ାଇଛନ୍ତି। ଆମର ବିଶିଷ୍ଟ ଶିଳ୍ପପତି ଶ୍ରୀ ରାମଚନ୍ଦ୍ର ବେହେରା ଆମର 500-600 ଘର ବର୍ତ୍ତମାନ ପାଣି ଘେରରେ ଥିଲେ ବିଷ୍ଣୁପୁର ପଞ୍ଚାୟତର। ଯେଉଁମାନେ ପାଣି ଘେରରେ ପୁରା ବହୁତ ପାଣି ଘେରରେ ଥିଲେ, ପାଖାପାଖି ଛାତିରୁ ବେକେ ପାଣି ପୁରା ମାନେ ସେଠି ଯିବା ଆସିବା ମାନେ ବିଷୟମୟ ହୋଇଯାଉଥିଲା। ସେହି ସମୟରେ ଆମର ବିଶିଷ୍ଟ ସମାଜସେବୀ ବିଶିଷ୍ଟ ଶିଳ୍ପପତି ରାମଚନ୍ଦ୍ର ବେହେରା ଆସିକି ଶୁଖିଲା ଖାଦ୍ୟ ଆଉ ଆମର ବସ୍ତ୍ର ଦେଇଛନ୍ତି, ଶାଢ଼ୀ ଦେଇଛନ୍ତି, ଛତୁଆ ଦେଇଛନ୍ତି, ଶୁଖିଲା ଖାଦ୍ୟ ବି ଦେଇଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳକୁ ଯାଇ ଶ୍ରୀ ବେହେରା ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କର ସମସ୍ୟା ବୁଝିବା ସହିତ ଭବିଷ୍ୟତରେ ମଧ୍ୟ ସହଯୋଗ ଜାରି ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେ କହିଥିଲେ ଯେ ବିପଦ ସମୟରେ ସମାଜର ସମସ୍ତ ବର୍ଗର ଲୋକ ଏକାଠି ହୋଇ ଅସହାୟଙ୍କ ପାଖରେ ଠିଆ ହେବା ହିଁ ପ୍ରକୃତ ମାନବିକତାର ପରିଚୟ। ଏହି ସେବା କାର୍ଯ୍ୟକ୍ରମରେ ସ୍ଥାନୀୟ ସ୍ୱେଚ୍ଛାସେବୀ ଓ ଯୁବକମାନେ ମଧ୍ୟ ସକ୍ରିୟ ସହଯୋଗ କରିଥିଲେ। ବନ୍ୟା ଜଳ ଭିତରେ ପହଞ୍ଚି ସହାୟତା ସାମଗ୍ରୀ ବଣ୍ଟନ କରିବା ସହିତ ପ୍ରଭାବିତ ପରିବାରଙ୍କୁ ସାହସ ଓ ଆଶ୍ୱାସନା ଦେଇଥିଲେ। ସେମାନଙ୍କର ଏହି ନିଷ୍ଠା ଓ ସମାଜସେବାକୁ ସ୍ଥାନୀୟ ଲୋକମାନେ ଉଚ୍ଚ ପ୍ରଶଂସା କରିଛନ୍ତି। ବନ୍ୟା ବିପର୍ଯ୍ୟସ୍ତଙ୍କ ପାଇଁ ଶ୍ରୀ ରାମଚନ୍ଦ୍ର ବେହେରାଙ୍କ ଏହି ମହତ୍ କାର୍ଯ୍ୟକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି। ସ୍ଥାନୀୟ ବୁଦ୍ଧିଜୀବୀ, ସାମାଜିକ କର୍ମୀ ଓ ସାଧାରଣ ଲୋକମାନେ ତାଙ୍କର ମାନବିକ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିବା ସହିତ ଅନ୍ୟ ସମ୍ପନ୍ନ ବ୍ୟକ୍ତି ଓ ସଂଗଠନମାନଙ୍କୁ ମଧ୍ୟ ବିପଦ ସମୟରେ ଆଗକୁ ଆସି ସହଯୋଗ କରିବାକୁ ଆହ୍ୱାନ ଜଣାଇଛନ୍ତି। ବନ୍ୟାର ଏହି କଠିନ ସମୟରେ ରାମଚନ୍ଦ୍ର ବେହେରାଙ୍କ ସେବାଭାବ ଓ ସାମାଜିକ ଦାୟିତ୍ୱବୋଧ ଅନେକଙ୍କ ପାଇଁ ପ୍ରେରଣା ପାଲଟିଛି। ଦୁର୍ଦ୍ଦିନରେ ଅସହାୟ ଲୋକଙ୍କ ପାଖରେ ଠିଆ ହୋଇ ସେ ଯେଉଁ ଉଦାହରଣ ସୃଷ୍ଟି କରିଛନ୍ତି, ତାହାକୁ ସାଧାରଣ ଜନତା ହୃଦୟରୁ ପ୍ରଶଂସା କରିବା ସହିତ ତାଙ୍କୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି। ଭଦ୍ରକରୁ ପୁନିଲ କୁମାର ସାମନ୍ତଙ୍କ ରିପୋର୍ଟ, ସମ୍ପୂର୍ଣ୍ଣ ନ୍ୟୁଜ୍ ଓଡ଼ିଆ।